नमस्कार दर्शक बंधु, आज आमे जानिबा अधकपाळी रोग कौन एवं यार घरोई उपचार कौन रही सेथिपाई वीडियो को शेष पर्यंत देखंतु। एही रोगरे रोगीर साधारणतः मुंडर अधा अंश बिंधि थाए। तेबे केउ कारणरू अधकपाळी मुंड बिंधा होई थाए आसंतु जानिबा। एही रोगर मुख्य कारण गुड़िक मध्यरु अनिद्रा, मद्यपान, अधिक स्त्री सहवास, मानसिक चिंता बा मुंडरे आघात लागिबा फଳରେ ଏହି ରୋଗ ହୋଇଥାଏ। ସ୍ତ୍ରୀମାନଙ୍କ ଋତୁ ଦୋଷରୁ ଏହା ମଧ୍ୟ ହେବାର ଦେଖାଯାଏ। ତେବେ କ'ଣ ରହିଛି ଏହାର ଘରୋଇ ଉପଚାର ଆସନ୍ତୁ ଜାଣିବା। କୁହାଯାଇଥିବା ଉପଚାର ମଧ୍ୟରୁ ଯେକୌଣସି ଗୋଟିଏ ପ୍ରୟୋଗ କରିବେ। ପ୍ରଥମେ ଅଧକପାଳି ବା ମୁଣ୍ଡ ବ୍ୟଥା ଯେଉଁ ପାଖରେ ହେଉଥିବ ସେହି ପାଖ କପାଳରେ ଗୋଟିଏ ଶିରାକୁ ଛୁଞ୍ଚିରେ ଫୋଡ଼ିବ, ଯେପରିକି ଟିକିଏ ରକ୍ତ ବାହାରିବ। ସେହି ରକ୍ତ ଉପରେ ଅରଖ କ୍ଷୀର 5ରୁ 7 ଟୋପା ଲଗାଇବ, ଯେପରିକି ରକ୍ତ ସାଙ୍ଗରେ ଅରଖ କ୍ଷୀର ମିଶିଯିବ। ପ୍ରାୟ 10 ମିନିଟ ଭିତରେ ବହୁ ଦିନର ଅଧକପାଳି ବ୍ୟଥା ଭଲ ହୋଇଯିବ। ଦ୍ୱିତୀୟରେ ଖବର କାଗଜକୁ ସିଗାରେଟ ପରି କରି ପାଟି ବାଟେ ଟାଣି ଧୂଆଁକୁ ନାକ ବାଟେ 2ରୁ 3 ଥର ଧୂଆଁ ଛାଡ଼ିଲେ ଅଧକପାଳି ମୁଣ୍ଡବିନ୍ଧା ରୋଗ ଉପଶମ ହୁଏ। ତୃତୀୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ଚିନି ବା କିସମିସ ସହିତ କର୍ପୂର ମିଶାଇ ଖାଇଲେ ଏହି ରୋଗରୁ ଆରୋଗ୍ୟ ମିଳିଥାଏ। ଚତୁର୍ଥରେ ପୁରୁଣି ବା ଖପରା ଶାଗ ମଞ୍ଜିକୁ ପାଣିରେ ବାଟି ସେହି ପାଣିରେ ମୁଣ୍ଡ ଧୋଇଲେ ଅଧକପାଳିରୁ ଆରୋଗ୍ୟ ମିଳିଥାଏ। ପଞ୍ଚମରେ ସୂର୍ଯ୍ୟ ଉଦୟ ପୂର୍ବରୁ 4-5 ବୁନ୍ଦା ଅରଖ କ୍ଷୀର ଗୁଡ଼ରେ ପୁରାଇ ଖାଇବ ଏବଂ ସୂର୍ଯ୍ୟ ଉଦୟ ପରେ ଗୁଡ଼ ଏବଂ ଘିଅରେ ତିଆରି ମିଠାଇ ଖାଇଲେ ଅଧକପାଳି ରୋଗ ଭଲ ହୋଇଥାଏ। ଷଷ୍ଠରେ ପିପଳି ଚୂର୍ଣ୍ଣରେ ମହୁ ମିଶାଇ ଚାଟି କରି ଖାଇଲେ 5 ମିନିଟ ମଧ୍ୟରେ ମୁଣ୍ଡ ବ୍ୟଥା ଭଲ ହୋଇଥାଏ। ସପ୍ତମରେ ମୁଣ୍ଡ ବିନ୍ଧୁଥିବା ବିପରୀତ ନାକପୁଡ଼ାରେ ଅପରାଜିତା କଞ୍ଚା ଚେରର ରସ ପକାଇଲେ ଅଧକପାଳି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଥାଏ। ଏହି ସମସ୍ତ ରୋଗର ସରଳ ଏବଂ ଘରୋଇ ଚିକିତ୍ସା ପାଇଁ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନିଜ ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। ଧନ୍ୟବାଦ।